ଫଟୋ ନବାସି ମାନେ ଠିଆ ହେଲେ ଫଟୋ ନଦୀରୁ ଛାଡ଼ିନି ବନ୍ୟା ପାଣି କିନ୍ତୁ ଡଙ୍ଗା ନେଇ ନଦୀ ଭିତରେ ପଶିଗଲେଣି ବାଲି ମାଫିଆ। ଭରା ନଦୀରେ ଡଙ୍ଗା ସାହାଯ୍ୟରେ ବାଲି ଉଠାଇ ବେଧଡ଼କ ଭାବରେ ଚାଲିଛି ଚୋରାଚାଲାଣ। ଏପରି ସମୟରେ ମାଇନିଂ ବିଭାଗର ଅଧିକାରୀମାନେ ବି ଭାବି ନଥିବେ ଯେ ନଦୀରୁ ବାଲି ଉଠାଣ ହୋଇପାରିବ, କିନ୍ତୁ ସେମାନଙ୍କ ଭାବନାକୁ ମାତ ଦେଇ ସକ୍ରିୟ ଅଛନ୍ତି ବାଲି ଚୋରାଚାଲାଣକାରୀ। ସୁବର୍ଣ୍ଣରେଖା ନଦୀର ଦୁଇ ପାର୍ଶ୍ୱରେ ଥିବା ନଦୀକୂଳ ଗ୍ରାମ ଯଥା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ମାକିଡ଼ିଆ, ତୋଟାପଡ଼ା, ପ୍ରହରାଜପୁର, ମାଳିପାଳ, ବଜାରଶୋଳ, ମଥୁରାନାଥ, ଶିଖରପୁର, ବେଲବାରିଆ, ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ, ବିରିଶପୁର ଓ ମହମ୍ମଦନଗର ପାଟଣାର ତଳିଆ ଅଞ୍ଚଳରେ ଡଙ୍ଗା ସାହାଯ୍ୟରେ ବାଲି ଉଠାଇ ବିକ୍ରି କରୁଛନ୍ତି ମାଫିଆ। ଏହି ଖବର ପାଇବା ପରେ ମାଇନିଂ ବିଭାଗ ଅତର୍କିତ ଚଢ଼ାଉ କରି ନଦୀର ଚଢ଼ ଜାଗାରୁ ବାଲି ଉଠାଉଥିବା ଡଙ୍ଗାକୁ ଜବତ କରିଛନ୍ତି। ତେବେ ଖାଦାନ ବନ୍ଦ ହେବା ପରେ ବିଭିନ୍ନ ସ୍ଥାନରେ ମାଫିଆମାନେ ଗଚ୍ଛିତ ରଖିଥିବା ବାଲିକୁ ମାଇନିଂ ବିଭାଗ ତରଫରୁ ନିଲାମ କରାଯାଇଥିଲା। ହେଲେ ପୁଣି ସେହି ସ୍ଥାନଗୁଡ଼ିକରେ ନଦୀରୁ ବାଲି ଉଠାଇ ଗଦା କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ପ୍ରଶାସନକୁ ଫାଙ୍କି ମାରି ରାଜସ୍ୱ ହଡପ ହେଉଛି। ସେପଟେ ମାଫିଆମାନେ ନଦୀକୂଳ ଗ୍ରାମ ନିକଟରୁ ବାଲି ଉଠାଉଥିବାରୁ ଗ୍ରାମ ପ୍ରତି ବିପଦ ଦେଖାଯାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ପରେ କନିଷ୍ଠ ମାଇନିଂ ଅଧିକାରୀଙ୍କ ନେତୃତ୍ୱରେ ପୁଲିସ ସହାୟତାରେ ଶିଖରପୁର ବାଲି ଖାଦାନ ନିକଟରୁ ଗୋଟିଏ ଡଙ୍ଗା ଜବତ କରାଯାଇ ଟ୍ରାକ୍ଟର ଯୋଗେ ତାହାକୁ ଜଳେଶ୍ୱର ଥାନାକୁ ଅଣାଯାଇଛି। କିନ୍ତୁ ବାଲି ଚୋରାଚାଲାଣକାରୀମାନେ ଫେରାର ମାରିଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଜଗନ୍ନାଥ ଗୁଚ୍ଛାୟତଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।